ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମସିହା ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି, ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି। ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।